ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କଲେ ଏହି ସମୟରେ ସିଂହ ରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାରେ ସକ୍ଷମ ହେବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9 ଗୋଟି ମହାଗ୍ରହଙ୍କ ମଧ୍ୟରେ ବୃହସ୍ପତି ମହାଗ୍ରହ ହେଉଛନ୍ତି ସର୍ବାପେକ୍ଷା ଶୁଭ ଗ୍ରହ। ବୃହସ୍ପତି ରାଶିଚକ୍ରରେ ପରିଭ୍ରମଣ କରୁଥିବା ସମୟରେ ଯେତେବେଳେ ନିଜର ସ୍ୱାଭାବିକ ଗତିଠାରୁ ଅଧିକ ଦ୍ରୁତ ଗତିରେ ଗତି କରିଥାନ୍ତି, ସେତେବେଳେ ଜ୍ୟୋତିଷୀୟ ଭାଷାରେ ବୃହସ୍ପତିଙ୍କର ଏହି ଗତିକୁ ଅତିଚାର ଗତି କୁହାଯାଇଥାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ମହାଗ୍ରହଙ୍କୁ ଧର୍ମ, ଜ୍ଞାନ, ଆଧ୍ୟାତ୍ମ, ଉଚ୍ଚଶିକ୍ଷା, ବିବାହ, ସନ୍ତାନ, ଧନ ଓ ସମୃଦ୍ଧିକାରକ ଗ୍ରହ ରୂପେ ବିବେଚନା କରାଯାଇଥାଏ। ଦୀର୍ଘ 12 ବର୍ଷ ପରେ ଆସନ୍ତା ଅକ୍ଟୋବର ମାସ 18 ତାରିଖ ଦିନ ଦେବଗୁରୁ ବୃହସ୍ପତି ମିଥୁନ ରାଶିରୁ ବାହାରି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ। ପ୍ରାୟ 49 ଦିନ ଅର୍ଥାତ୍ ଅକ୍ଟୋବର ମାସ 18 ତାରିଖ ପରଠାରୁ ଡିସେମ୍ବର ମାସ 5 ତାରିଖ ପର୍ଯ୍ୟନ୍ତ ଗୁରୁ ବା ବୃହସ୍ପତି କର୍କଟ ରାଶିରେ ଅବସ୍ଥାନ କଲା ପରେ ପୁନଶ୍ଚ ଅତିଚାର ଗତିରେ ମିଥୁନ ରାଶିକୁ ପ୍ରତ୍ୟାବର୍ତ୍ତନ କରିବେ। ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ 49 ଦିନ ଅବସ୍ଥାନ କରିବା ସମୟରେ ଦ୍ୱାଦଶ ରାଶିଚକ୍ର ଉପରେ ଗଭୀର ପ୍ରଭାବ ପକାଇଥାନ୍ତି। ଏହି କ୍ରମରେ ଜାଣିବା ବୃହସ୍ପତିଙ୍କର ଏହି ଚଳନ ବା ରାଶି ପରିବର୍ତ୍ତନରେ ସିଂହ ରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। ସିଂହ ରାଶିର ଦ୍ୱାଦଶ ବା ବ୍ୟୟ ଭାବ କର୍କଟ ରାଶିରେ ଉଚ୍ଚ ଭାବରେ ବୃହସ୍ପତି ଅବସ୍ଥାନ କଲେ ଏହି ସମୟରେ ସିଂହ ରାଶି ଜାତ ବ୍ୟକ୍ତି ଯାନବାହନ କିଣିବାରେ ଅଧିକା ଖର୍ଚ୍ଚ କରିପାରନ୍ତି। ଜାଗାବାଡ଼ି ଅଥବା ଘର କିଣିବା ସହିତ ନୂତନ ଗୃହ ନିର୍ମାଣରେ ମଧ୍ୟ ବେଶ୍ ଆଖିଦୃଷ୍ଟିଆ ଖର୍ଚ୍ଚ କରିବାର ସମ୍ଭାବନା ଦେଖାଯାଏ। ତୀର୍ଥ ଭ୍ରମଣ ବା ଦେବ ଦର୍ଶନ ପାଇଁ ଦୂର ଜାଗାକୁ ଯାତ୍ରା କରିପାରନ୍ତି। ସପରିବାର ଭ୍ରମଣ ଯୋଗ ମଧ୍ୟ ରହିଅଛି। ବନ୍ଧୁ ପ୍ରିୟ ହେବେ, କିନ୍ତୁ ବନ୍ଧୁବାନ୍ଧବଙ୍କ ପାଇଁ ବଡ଼ ଧରଣର ଖର୍ଚ୍ଚାନ୍ତ ହେବାର ଯୋଗ ମଧ୍ୟ ରହିଅଛି। ବ୍ୟୟ ଭାବରେ ଅବସ୍ଥିତ ଉଚ୍ଚସ୍ଥ ବୃହସ୍ପତି ଏହି ସମୟରେ ବ୍ୟକ୍ତିକୁ ମାନସିକ ଦୁଶ୍ଚିନ୍ତା ପ୍ରଦାନ କରିପାରନ୍ତି। ଏହା ସାଙ୍ଗକୁ ଖାଦ୍ୟ ହଜମ ପ୍ରକ୍ରିୟା ଜନିତ ପେଟ ଗଣ୍ଡଗୋଳ ମଧ୍ୟ ଦେଖାଦେଇପାରେ। ଫୁଡ୍ ପଏଜନ ହୋଇ ଡିସେଣ୍ଟ୍ରି ରୋଗରେ ମଧ୍ୟ ପୀଡ଼ିତ ହେବାର ସମ୍ଭାବନା। ସମୟରେ ଗୁରୁ ନିନ୍ଦୁକ ମଧ୍ୟ ହୋଇପାରନ୍ତି। ଏହା ସତ୍ତ୍ୱେ ମଧ୍ୟ ବୃହସ୍ପତି ଆପଣଙ୍କୁ ଉଦାର ଓ ଜୀବନ ପ୍ରତି ଆଶାବାଦୀ କରିବେ। ପରିବର୍ତ୍ତିତ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ସାମନା କରିଲେ ଅବଶେଷରେ ବହୁଦିନରୁ ରହି ଆସୁଥିବା ସମସ୍ୟାକୁ ମୂଳରୁ ଉପାଡ଼ି ସେହିସବୁ ସମସ୍ୟାକୁ ସମୂଳେ ଶେଷ କରିବା ପାଇଁ ସିଂହ ରାଶି ଜାତ ବ୍ୟକ୍ତି ସମର୍ଥ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।